ପ୍ରୟାଗରେ ପହଞ୍ଚି ଯାଇଛି। ଶୁଣିଥିଲି ହଁ ତ ହଁ ଏଠି କୁଆଡେ ମହାକୁମ୍ଭ ହୁଏ ବୋଲି। ହଁ ଏଠି 12 ବର୍ଷକୁ ଥରେ ମହାକୁମ୍ଭ ହୁଏ। ଆଉ ଇଏ ପ୍ରୟାଗରାଜ ଇଏ ହଉଛି ତ୍ରିବେଣୀ, ଗଙ୍ଗା ଯମୁନା ସରସ୍ୱତୀ ଏଇ ତିନି ନଦୀର ମିଳନ ସ୍ଥଳୀ। ଆଉ ଗୋଟେ କଥା, କାହିଁକି ମହାକୁମ୍ଭ ହୁଏ ଜାଣି? କାହିଁକି? ହଁ ଆପଣ ତ ବୟୋଜ୍ୟେଷ୍ଠ ବ୍ୟକ୍ତି, ମୁଁ ଆପଣଙ୍କୁ କଣ କହିବି, ତଥାପି ଏତିକି ଜାଣିଛି ଯେତେବେଳେ ସମୁଦ୍ର ମନ୍ଥନ ହେଇଥିଲା ସେତେବେଳେ ସେଠି ଅମୃତ ବାହାରିଥିଲା। ଆଉ ଏ ଅମୃତକୁ ଖାଇବା ପାଇଁ ଉଭୟ ଅସୁର ଆଉ ଦେବତା ଲଢେଇ ଲାଗିଲେ। ଆଉ ଲଢେଇ ଲାଗୁ ଲାଗୁ ସେ ଅମୃତ ଭାଣ୍ଡରୁ କିଛି ଠୋପା ଏଠି ପଡି ଯାଇଥିଲା। ଆଉ ଯଦି ଏ ତ୍ରିବେଣୀରେ ଆମେ ସ୍ନାନ କରୁ ତେବେ ଆମର ପୂର୍ବ ଜନ୍ମାନ୍ତରରେ ଯେତେ ପାପ କାର୍ଯ୍ୟ ସବୁ ନଷ୍ଟ ହେଇଯାଏ। ହଁ ଆଉ ତାଠୁ ତ ବଡ କଥା ହଉଛି ଭଗବାନ କହୁଛନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଚ। ଯଦି କୃଷ୍ଣଙ୍କର ପାଦ ପଦ୍ମ ଆମେ ଧାରଣ କରୁ ତେବେ ସ୍ୱୟଂ ଭଗବାନ ଆମର ପାପ ମଧ୍ୟ ନଷ୍ଟ କରିଦିଅନ୍ତି। ଆସ ଏବେ ତ୍ରିବେଣୀରେ ସ୍ନାନ କରି ଆମେ ସୁଦୂର ବୃନ୍ଦାବନ ଉଦ୍ଦେଶ୍ୟରେ ଯିବା। ଜୟ ଜୟ ବୃନ୍ଦାବନ, ଜୟ ଶ୍ରୀକୃଷ୍ଣ। जय राधे जय कृष्ण जय वृंदावन श्री गोविंद गोपीनाथ मदन मोहन जय राधे जय कृष्ण जय वृंदावन श्री गोविंद गोपीनाथ मदन मोहन जय राधे जय कृष्ण जय ଶୁଣ वृंदावन ଆପଣ ଟିକେ ବସି ପଡ଼ନ୍ତୁ। ହଁ ଟିକେ ଆପଣଙ୍କ ଗୋଡ଼ରେ ତେଲ ଟିକେ ଦେଇ ଆଉ ଅଳ୍ପ ଦୂର ଅଛି। ହଁ ଆଉ ଅଳ୍ପ ଦୂର ଆଉ ଅଳ୍ପ ଦୂର। गोविंद गोविंद गोपाल गिरिवरधारी गोपाल भज गोविंद गोविंद गोपाल এই ଦେଖନ୍ତୁ। गिरिवरधारी गोपाल ପାଖରେ ଗୋଟେ ମୁଣ୍ଡ ଦେଖାଯାଉଛି। ହଁ ଏଠି ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ତିନି ଜଣଙ୍କର ମନ୍ଦିର ଅଛି, ତା ସହିତ ତୁଳସୀ ଦେବୀ। ବୁଝିପାରିଲ? କିନ୍ତୁ ଗୋବିନ୍ଦ ସମସ୍ତଙ୍କ ପାଖରେ କୋଉ ମନ୍ଦିର ଅଛି ଏଟା? এইটা ପୁରା ଗୋପାଳ ମନ୍ଦିର। ଜୟ ଗୋପାଳ, ଜୟ ଗୋପାଳ, ଜୟ ଗୋପାଳ, ଜୟ। ସେଇ ଗୋପାଳ ମନ୍ଦିରରେ ଭାବୁଛି ଆମେ ପହଞ୍ଚି ଟିକେ ବିଶ୍ରାମ କରିବା। କାହିଁକି ନା ଆପଣ ଏତେ ଦୂର ଚାଲି ଚାଲି ଆପଣଙ୍କ ପାଦର ଛାଲ ଉଠିଗଲା। ଆଉ ଠିକ ଅଛି ଚାଲ। ଆହା ଜୟ ଗୋପାଳ, ଜୟ ଗୋପାଳ, ଜୟ ଗୋପାଳ। ଜୟ ଗୋପାଳ ଜୟ ଗୋପାଳ ଜୟ ଗୋପାଳ। हे ଗୋପାଳ, ଦର୍ଶନ କରି ବଡ଼ ଆନନ୍ଦିତ ହଉଛି। ଦେଖ ଗୋପାଳଙ୍କର, କି ସୁନ୍ଦର ରୂପ। ଗୋପାଳଙ୍କର କି ସୁନ୍ଦର ରୂପ। ଆମେ ଧନ୍ୟ ହେଇଗଲେ ମ୍ୟାଡାମ। ହଁ ନିଶ୍ଚିତ ଆମେ ଧନ୍ୟ।
ଆମ ଭଳିଆ ଆମର ସବୁ କିଛି ଦୁଃଖକୁ ହରଣ କରନ୍ତି ଏଇ ଦୀନବନ୍ଧୁ। ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗନ୍ପତି ଗୋପେଶ ଗୋପିକା କାନ୍ତ ରାଧା କାନ୍ତ ନମସ୍ତେ। ହେ ଗୋବିନ୍ଦ। ମାଧବ ହଁ କାହିଁ ବିଦ୍ୟାନଗରୀ ଓ କାହିଁ ବୃନ୍ଦାବନ, ଏହା କେବଳ ସମ୍ଭବ ହେଇପାରିଛି ତୁମର ସେବା ପାଇଁ। ମୋର ସେବା ମୋ ପୁତ୍ରମାନେ ବି ମୋ ପୁତ୍ରମାନେ ବି ମତେ ଏଭଳି ସେବା କରିବେ। ନା ଆପଣ ସେମିତି ତୁମର ସେବାରେ ମୁଁ ଏତେ ଦୂର ଚାଲି ଚାଲି ଆସି ସବୁ ତୀର୍ଥସ୍ଥାନ ଶେଷରେ ଆଜି ଗୋପାଳକୁ ଦର୍ଶନ କରିପାରିଲି। ଗୋପାଳ ହଁ ଗୋପାଳ ଗୋପାଳଙ୍କ ପାଖରେ ମୁଁ ଗୋଟେ କଥା ସ୍ଥିର ନିଶ୍ଚିତ କରିଛି ମାଧବ। କୋଉ କଥା? ତୁମର ଏ ସେବାରେ ପ୍ରସନ୍ନ ହୋଇ ମୁଁ ଭାବୁଛି ମୁଁ ଯଦି ତୁମର ସମ୍ମାନ କରିବିନି ତାହେଲେ ମୁଁ କୃତଜ୍ଞ ହେଇଯିବି। ନା 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 ତେଣୁ ତେଣୁ ମୁଁ ଭାବିଛି ମୋର କନ୍ୟାକୁ ତୁମ ହାତରେ ସମର୍ପି ଦେବି। କଣ କହୁଛନ୍ତି ଆପଣ? ହଁ ମାଧବ, ମୋର ଏହା ହିଁ ସ୍ଥିର ନିଶ୍ଚିତ। ମୋ କଥା ଶୁଣନ୍ତୁ, ଆପଣ ନିଜେ ନିଜେ ବିଚାର କରି ଏଭଳିଆ କହିବାଟା ଠିକ ନୁହେଁ। କାହିଁକି ନା ମୁଁ ଜାଣିଛି ଦ୍ୱାପରରେ ଯେତେବେଳେ ଶ୍ରୀକୃଷ୍ଣ ନିଜେ ଥିଲେ ସେ ତାଙ୍କର ପିତା ରୁକ୍ମିଣୀଙ୍କର ପିତା ତାଙ୍କୁ ଶ୍ରୀକୃଷ୍ଣକୁ ଦେବା ପାଇଁ ସ୍ଥିର କରିଥିଲେ। ମାତ୍ର ଘରେ ଯାଇ ପହଞ୍ଚି ଯେତେବେଳେ ପ୍ରସ୍ତାବ ଦିଅନ୍ତି ସେତେବେଳେ ରୁକ୍ମିଣୀଙ୍କର ପିତା କଥା ଶୁଣି ରୁକ୍ମୀ ତାଙ୍କର ପୁତ୍ର କହିଥିଲେ ତମକୁ କିଏ କହିଲା ନିଜ ଇଚ୍ଛାରେ ସ୍ଥିର କରିବା ପାଇଁ, ଏବଂ ତାଙ୍କର ବିବାହ ହୋଇପାରିନଥିଲା। ଯାହା ଫଳରେ ରୁକ୍ମିଣୀଙ୍କୁ ପତ୍ର ଲେଖିବାକୁ ପଡିଲା। ସେ ତ ଅନେକ ଇତିହାସ, ତେଣୁ ଇତିହାସରୁ ମୁଁ ଜାଣିଛି ଆପଣ ନିଜର ପରିବାର ବର୍ଗ ପିତା ମାତା ତଥା ବନ୍ଧୁ ବାନ୍ଧବ ପୁତ୍ର କନ୍ୟା ସମସ୍ତଙ୍କୁ ପଚାରିଲା ପରେ ଆପଣ ସ୍ଥିର କରିବା ଦରକାର। ନାହିଁ ମାଧବ, ଯାହା ମୁଁ ନିଷ୍ପତ୍ତି କରିଛି ସେମାନେ ନିଶ୍ଚୟ ମାନିବେ, ମୋ କଥାରୁ ଓହରି ଯିବେନି। ଏଇଟା ଆପଣ କହୁଛନ୍ତି ସତ ଯେ, କିନ୍ତୁ ମୋ ମନ ମାନୁନାହିଁ। ଶୁଣନ୍ତୁ, ଯଦି ଆପଣ ଆପଣଙ୍କ ତରଫରୁ କହୁଛନ୍ତି ତେବେ ଆପଣ ଏଇ ଗୋପାଳକୁ ସାକ୍ଷୀ ରଖି କୁହନ୍ତୁ। ଗୋପାଳକୁ ସାକ୍ଷୀ ରଖି କୁହନ୍ତୁ ଆପଣଙ୍କର ସାନ ଝିଅର ହାତକୁ ମୋ ହାତରେ ଦେଇଦେବେ। ହଁ ମାଧବ, ମୁଁ ଆଜି ଏଇ ଗୋପାଳଙ୍କ ସାମ୍ନାରେ ମୁଁ ମୋର ଏଇ ପ୍ରତିଜ୍ଞାକୁ ସମର୍ପଣ କରୁଛି ଯେ ମୁଁ ମୋର କନ୍ୟାକୁ ତୁମ ହାତରେ ଟେକିଦେବି। ଜୟ ଗୋପାଳ ଜୟ ଗୋପାଳ। କିନ୍ତୁ ହେ ଗୋପାଳ, ଆପଣ ଏ ବୃଦ୍ଧ ବ୍ରାହ୍ମଣଙ୍କ କଥା ତ ଶୁଣିଲେ। ଏବେ ମୋର ଆପଣଙ୍କୁ ଗୋଟିଏ ପ୍ରାର୍ଥନା ପ୍ରଭୁ, ଯଦି କୌଣସି ପ୍ରକାରେ ସେ ରାଜି ନ ହୁଅନ୍ତି ଗାଁକୁ ଗଲା ପରେ, ତେବେ ଆପଣଙ୍କୁ ସାକ୍ଷୀ ଦେବାକୁ ପଡିବ। ଗୋପାଳ, ଆପଣଙ୍କୁ ସାକ୍ଷୀ ଦେବାକୁ ପଡିବ। ନିଶ୍ଚୟ ଆପଣ ସାକ୍ଷୀ ଦେବାକୁ ଯିବେ। ମାଧବ, ହଁ ଏବେ ଏବେ କଣ କରିବା ମାଧବ? ହଁ ଏବେ ତ ଆମେ ସବୁ ଦର୍ଶନ ସରିଲା। ଏ ଦ୍ୱାଦଶ ବନ, ବୃନ୍ଦାବନ, କାମ୍ୟ ବନ, ମହାବନ, ଦ୍ୱାଦଶ ବନ ତ ସରିଗଲା। ଇଏ ବୃନ୍ଦାବନ ହଉଛି ଆମର ଶେଷ ଲକ୍ଷ୍ୟ ଥିଲା। ଜୀବନର ଶେଷ ଲକ୍ଷ୍ୟ ଏ ବୃନ୍ଦାବନ ପ୍ରାପ୍ତି। ତେଣୁ ଏବେ ଆମେ ବାହୁଡ଼ି ଯିବା ନିଜ ଗାଁକୁ। ହେ ଗୋପାଳ, ହେ ଦୟାମୟ, ହେ ସର୍ବ କାରଣର କାରଣ ଗୋବିନ୍ଦ ଗୋପାଳ,
ବାହାର କର ଖୋଜି ବାହାର କର। ମୋତେ ଅନେକ ଆତ୍ମସନ୍ତୋଷ ମିଳିଛି। ମାଧବର ସେବା ବିଭିନ୍ନ ସ୍ଥାନ ମାନଙ୍କରେ ଅର୍ଚ୍ଚ ବିଗ୍ରହଙ୍କର ଦର୍ଶନ ମୋତେ ଅନେକ ଆତ୍ମସନ୍ତୋଷ ମିଳିଛି। ସତରେ ସେହି ସ୍ଥାନ ମାନଙ୍କରେ କେଇ ଦିନର ଆତ୍ମସନ୍ତୁଷ୍ଟି ମୋତେ ଅଭିଭୂତ କରି ପକାଉଛି। ଆଉ ଗୋଟେ କଥା ଆଜି ମନକୁ ଆସୁଛି, ମୁଁ ସେଇ ତରୁଣ ବ୍ରାହ୍ମଣକୁ କଥା ଦେଇଥିଲି ମୋର କନ୍ୟାକୁ ତାଙ୍କ ହାତରେ ଟେକିଦେବି ବୋଲି, କିନ୍ତୁ ମୁଁ ଏ ପର୍ଯ୍ୟନ୍ତ ଏ କଥା ମୋର ଆତ୍ମୀୟ ସ୍ୱଜନ, ମୋର ପତ୍ନୀ, ମୋର ପୁତ୍ର କାହାକୁ ବି ଜଣେଇନି। ହଁ, ଆଜି ଯେମିତି ହେଲେ ମୁଁ ସେମାନଙ୍କୁ କହିଦେବି। ହଁ ସୁମନ୍ତ, ମୁଁ ବୃନ୍ଦାବନ ଯାତ୍ରା କଲା ସମୟରେ ସେଇ ତରୁଣ ବ୍ରାହ୍ମଣ ମାଧବ ମୋର ଅନେକ ସେବା ଶୁଶ୍ରୂଷା କରିଥିଲା। ତେଣୁ ପ୍ରସନ୍ନ ହୋଇ ମୁଁ ଚାହୁଁଥିଲି ତୁମ ଭଉଣୀର ବିବାହ ସେ ତରୁଣ ବ୍ରାହ୍ମଣ ସହିତ କରିବା ପାଇଁ, ଆଉ ସ୍ଥିର ବି କରିଛି, ତାକୁ କଥା ବି ଦେଇଛି। ତମ ମୁଣ୍ଡ ପାଗଳ ହେଇଯାଇଛି। ସେ କୁଳହୀନ ନିଜ ଜାତିର ବ୍ରାହ୍ମଣକୁ ସେ ଦରିଦ୍ର ବ୍ରାହ୍ମଣ ମୋ ଭଉଣୀ ସହିତ ବିବାହ କରିବ। ତମ ମୁଣ୍ଡ ପାଗଳ ହେଇଯାଇଛି। ବାପା ମୁଣ୍ଡ ପାଗଳ ହେଇଯାଇଛି। କଣ କରିଛ କୁହ? ମୁଁ ସୁମନ୍ତକୁ କହୁଥିଲି ଆମ ଝିଅ ପାଇଁ ଏକ ବର ପାତ୍ର ଯୋଗାଡ଼ କରିଛି। ଝିଅ ପାଇଁ ବର ପାତ୍ର? ସାଧୁ ସନ୍ତ ସ୍ୱଭାବର ବ୍ୟକ୍ତିଟିଏ, ଆଉ ବୃନ୍ଦାବନ ଯାତ୍ରା ବେଳେ ମତେ ଯିଏ ସାହାଯ୍ୟ କରିଥିଲା ସେ ମାଧବକୁ ଜୟୀ କରିବା ପାଇଁ ମୁଁ ଗୋପାଳଙ୍କୁ କଥା ଦେଇ ଆସିଛି। ଏ କଥା କହୁନ ସେ ଏକ ନିଜ ଜାତିର ବ୍ରାହ୍ମଣ ବୋଲି। ଦେଖ ପୁଅ ଦେଖ, ତାଙ୍କ ବୁଦ୍ଧି କି କଥା ଆମ ମାନଙ୍କର କିଛି ଗୁରୁତ୍ୱ ନାହିଁ। ଆମକୁ ପଚାର ଭାବିଲେନି କଣ କରିବ ଏ ଲୋକ। ମୋ ଭାଗ୍ୟ ତମେ ମତେ ବୁଝୁନ କାହିଁକି? ସେ ନିଚ କୁଳ ବ୍ରାହ୍ମଣ ହେଲେ ବି ଅତ୍ୟନ୍ତ ସୁବ୍ୟବହାର ବିଶିଷ୍ଟ। ତମେ ଭୁଲ ବୁଝନି, ମୋ କଥାରେ ରାଜି ହେଇଯାଅ। ଏଇଟା ଅସମ୍ଭବ। ମରିଯିବି ପଛେ ଏ କଥାରେ ମୁଁ କେବେ ରାଜି ହେବିନି। ଏତେ ସୁନ୍ଦର ଝିଅଟା ମୋର, ଝିଅ ଦେଖି ଆସିଲୁ। ଆଉ ଦେଖ ଆମକୁ ଦେଖ ଥରେ, ଏତେ ସୁନ୍ଦର ନିରୀହ ଝିଅକୁ ମୁଁ ଗରିବ ବ୍ରାହ୍ମଣ ସାଥିରେ ବାହାଘର କରିବି? ଏ କଥା ଭାବିଲ କେମିତି ତମେ? କୁହ, କହ, କିଛି କହ। ଶୁଣ ବାପା, ଏ କଥା କଦାପି ହବନି। ସେ ନିଚ କୁଳର ବ୍ରାହ୍ମଣ ମୋ ଭଉଣୀ ସହିତ କେବେ ବିବାହ କରିବନି। ତୁମେ ଯଦି ଚାହୁଁଛ ସେ ସବୁ ଭଲରେ ରହୁ, ସେ ଯେତେବେଳେ ଘରକୁ ଆସିବ ତୁମେ ଖାଲି ତାକୁ ଏତିକି କଥା କହିବ, ମୋ ଦେହ ସେତେବେଳେ ଅସୁସ୍ଥ ଥିଲା, ମୁଁ କଣ କହିଛି ମୋର କିଛି ମନେ ନାହିଁ। ବାକି ସିଏ ଯାହା କହିବ ତା ବାକି ସବୁ ମୁଁ ବୁଝିବି। ସୁମନ୍ତ, ମୁଁ ମିଛ କହି ଅପରାଧୀ ହେଇଯିବି ଯେ। ଏଇ ଯୁଗରେ ମିଛ। ତୁମକୁ ମିଛ କହିବାକୁ କହୁନା, ତୁମେ ଖାଲି ଏତିକି କହିବ ମୋର କିଛି ମନେ ନାହିଁ। କଣ କହିବ? ମୋର କିଛି ମନେ ନାହିଁ। ବାକି ଯାହା ସବୁ ମୁଁ ସମ୍ଭାଳିବି। ବହୁତ ବଢିଆ, ବହୁତ ବଢିଆ। ମୋର ଚାଲ। ସାବାସ ବାବୁଲା, ସାବାସ। କିଛି ମନେ ନାହିଁ। मामा निवेदना सुना गोपीना हे गोपीना। ମୁଁ ଏଠୁ ପ୍ରଣାମ କରୁଛି ଆପଣ। ମାଧବ, ଆପଣଙ୍କର ମନେ ନାହିଁ କି? କାହିଁ ଆପଣ ମତେ ତ ଭୁଲିଗଲେ? କହିଥିଲେ ଏତେ ସେବା କଲୁ, ମୋ ଝିଅକୁ ମୁଁ ତତେ ଦେବି, ଆଉ ଆସି ଆପଣ ଚୁପଚାପ ରହିଯାଇଛନ୍ତି।
ମୁଁ ମନା କରିଥିଲି ଏ ଗରିବ ବ୍ରାହ୍ମଣକୁ ଆପଣ ଝିଅ ଦେବେ ନାହିଁ। ଆପଣ ଜଣେ କୁଳୀନ ବ୍ରାହ୍ମଣ, ଉଚ୍ଚ ବର୍ଗର, କିନ୍ତୁ ସେତେବେଳେ ଆପଣ ମୋ କଥା ମାନିନଥିଲେ। ଆଉ ଆଜି ଆପଣ ମୁଖ ଲୁଚଉଛନ୍ତି, ମୁଁ କିଛି ବୁଝିପାରୁନି। କିଏ ଆସିଛି? ରେ ସୁମତ, ମାଧବ। କୋଉ ମାଧବ? ମୁଁ ଯୋଉ କହୁଥିଲି ବୃନ୍ଦାବନ ଯାତ୍ରା ସମୟରେ ଯୋଉ ତରୁଣ ବ୍ରାହ୍ମଣ ମତେ ସାହାଯ୍ୟ କରିଥିଲେ, ସେଇ ମାଧବ ଆସିଛି। ଆଚ୍ଛା, ହଁ, ହଁ। ମହାନ ବ୍ୟକ୍ତି ତାହେଲେ ତୁମେ। ବ୍ୟକ୍ତି ମାନେ? ମୋ କଥାଟା ଶୁଣ। କୁହ, କଣ ହେଇଛି କୁହ। ତୁମ ବାପା ମୋ ସହିତ ଯାଇଥିଲେ, ଆଉ ମୋ ସେବାରେ ମୁଗ୍ଧ ହୋଇ ସେ ମତେ ତାଙ୍କ ଝିଅକୁ ମୋ ହସ୍ତରେ ଅର୍ପଣ କରିବେ ବୋଲି କହିଥିଲେ। ଆଉ ଆଜି ପର୍ଯ୍ୟନ୍ତ କିଛି କହୁନାହାନ୍ତି, ଭୁଲି ଯାଇଛନ୍ତି। ମୁଁ ସେଇଥିପାଇଁ ମନେ ପକେଇ ଦେବାକୁ ଆସିଥିଲି। କଣ କହିଲ? ମୋ ବାପା? ହଁ। ତୁମକୁ କଥା ଦେଇଥିଲେ ମୋ ଭଉଣୀ ସହିତ ବିବାହ କରିବା ପାଇଁ? ହଁ। ଆରେ ବାମନ ହୋଇ ଚାନ୍ଦକୁ ହାତ ବଢଉଛି। ଯାଉଛୁ ତ ଦେବୀ ବାହାରେ ଦେଖିବୁ। ଆରେ ଇଏ କଣ? ଆପଣ କିଛି କହୁନାହାନ୍ତି କାହିଁକି? ସେ କଣ କହିବେ? ଯାଉଛୁ ନା ଦେଖିବ ଅବିକା। ଆରେ ଜାଣିଛି, ଚାଲ ଚାଲ ଚାଲ। ଓ ଶୁଣନ୍ତୁ, ଶୁଣନ୍ତୁ, ମୁଁ ନିଶ୍ଚିତ ଏତେ ବିଚାର କରିବି। ଭେଙ୍କଟ ଭଟ୍ଟ ଓ ତରୁଣ ବ୍ରାହ୍ମଣ ମାଧବଙ୍କ ଶୁଣାଣି ହବ। ସେଇଥିପାଇଁ ସବୁ ଜନ ସମୁଦାୟକୁ ନିମନ୍ତ୍ରଣ ଅଛି ଯେ ଏ ଉକ୍ତ ସଭାରେ ଉପସ୍ଥିତ ହେବେ। ଶୁଣ ଶୁଣ ଶୁଣ। ଆଜ୍ଞା, ଏଇ ଭେଙ୍କଟ ଭଟ୍ଟ ମହାଶୟ ମୋ ସହିତ 4 ମାସ ପୂର୍ବରୁ এই দক্ষিণ ভারত উত্তর ଭାରତକୁ ଆମେ ଯାଇଥିଲୁ। ଆଉ ବୟୋବୃଦ୍ଧ ଲୋକ, ମୁଁ ତାଙ୍କର ସେବା କରି କରି ନେଇଥିଲି। ସେ ଯାହା ବି ହଉ, ଆମେ ଯେତେବେଳେ ବୃନ୍ଦାବନରେ ପହଞ୍ଚିଲୁ, ଗୋପାଳ ମନ୍ଦିରରେ ତାଙ୍କର ସେବା କଲି। 4 ଦିନ ଆମେ ସେଠି ରହିଲୁ। ସେଠି ସେ ମତେ ତାଙ୍କ ତରଫରୁ କହିଲେ, ମୁଁ କିଛି ମାଗିନି, ସେ ତାଙ୍କ ତରଫରୁ କହିଲେ ଯେ ମୁଁ ତମ ସେବାରେ ମୁଗ୍ଧ, ମୋ ପୁଅ ଠାରୁ ଅଧିକା ସେବା ତମେ କରୁଛ, ତେଣୁ ମୁଁ ମୋର ସାନ ଝିଅକୁ ତୁମ ହସ୍ତରେ ଟେକିଦେବି। ମୁଁ ମନା କରିଥିଲି, ନା 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 ନା, ଆପଣ ସେ କଥା କୁହନ୍ତୁନି। କିନ୍ତୁ ସେ ମୋ କଥା ମାନିଲେନି। ଏବେ ମତେ କହୁଛନ୍ତି ମୋର କିଛି ମନେ ନାହିଁ, ଆଉ ତାଙ୍କ ପୁଅ ମତେ ବାଧୁଛି। ଆଚ୍ଛା ବିପ୍ରନନ୍ଦ, ଏ କଥା ତୁମେ କହିଥିଲ? ସଭାରେ ଉପସ୍ଥିତ ସମସ୍ତଙ୍କୁ ନମସ୍କାର। ମୁଁ ବୃନ୍ଦାବନ ଯାଇଥିଲି ସତ, ହେଲେ ମୋର ଆଉ କିଛି ମନେ ପଡୁନି। ଆଜ୍ଞା ଦେଖୁଛନ୍ତି, କଣ ସେ ତ ମନା କରୁଛନ୍ତି, ତାଙ୍କର କିଛି ମନେ ନାହିଁ। ଆଜ୍ଞା ମୁଁ କହୁଛି ଶୁଣନ୍ତୁ। ମୋ ବାପା ଏ ବ୍ୟକ୍ତି ସହିତ ବୃନ୍ଦାବନ ଯାଇଥିଲେ ସତ, କିନ୍ତୁ ସେତେବେଳେ ମୋ ବାପା ନିଜ ସହିତ ଅନେକ ଧନ ସମ୍ପତ୍ତି ନେଇକି ଯାଇଥିଲେ। ଏ ବ୍ୟକ୍ତିର ତା ପ୍ରତି ବହୁତ ଲୋଭ ଆସିଲା। ମୋ ବାପାଙ୍କୁ ଦୁଧରେ ଫଳ ଦେଇ ତାଙ୍କ ମୁଣ୍ଡ ଖରାପ କରିଦେଇଛି, ତାଙ୍କର ସବୁ ଧନ ସମ୍ପତ୍ତି ଲୁଟି ନେଇଛି। ଆଉ ଏବେ କହୁଛି ମୋ ବାପା ତାକୁ ମୋ ଭଉଣୀର ହାତ ଦେବେ ବୋଲି କହିଛନ୍ତି। ଆଚ୍ଛା ଏତିକି ତାକୁ ପଚାରିଲେ ତାର ସାକ୍ଷୀ କଣ ଅଛି ତା ପାଖରେ? ଆଚ୍ଛା, ସେ ବର୍ତ୍ତମାନ କହୁଛନ୍ତି ଆଜ୍ଞା ଏସବୁର କୌଣସି କିଛି ସାକ୍ଷୀ ରଖିଛ? ସାକ୍ଷୀ ତ ଅଛି, କିନ୍ତୁ ଏତେ ମିଥ୍ୟା, ଜଣେ ବ୍ରାହ୍ମଣ ହୋଇ ଏତେ ମିଥ୍ୟା କଥା। ଠିକ ଅଛି, ମୋ କଥା ଶୁଣନ୍ତୁ ଆଜ୍ଞା। ସେଇ ବୃନ୍ଦାବନରେ ସେଇ ଗୋପାଳ ସାମ୍ନାରେ ମୁଁ ଜାଣିଥିଲି ଇଏ ମନା କରିବେ। ମୁଁ ତାକୁ ଉଦାହରଣ ବି ଦେଇଥିଲି, ରୁକ୍ମୀର କଥା, ରୁକ୍ମିଣୀର କଥା, କୃଷ୍ଣଙ୍କର କଥା। ଆଉ ଇଏ, ସେଇଥିପାଇଁ ମୁଁ ତାଙ୍କୁ କହିଥିଲି ଆପଣ ଗୋପାଳକୁ ସାକ୍ଷୀ ରଖି କୁହନ୍ତୁ ତ। ଆଉ ଇଏ ଗୋପାଳ ସାମ୍ନାରେ ଗୋପାଳକୁ ସାକ୍ଷୀ ରଖି ମତେ କହିଥିଲେ ତାଙ୍କର କନ୍ୟା ଅର୍ପଣ କରିବେ। ମୁଁ ଯିବି, ମୁଁ ଗୋପାଳ ପାଖକୁ
ଯିବି ଆଉ ଗୋପାଳଙ୍କୁ ଆଣି ସାକ୍ଷାତ ଆଣି ଏଠାରେ ଛିଡା କରି ସାକ୍ଷୀ ଦିଆ କରିବି। ଯା ତ ଗୋପାଳକୁ ନେଇକି ଆସିବୁ ଯା। ହଁ ହଁ ଯା କୋଉ ଗୋପାଳ ଆସୁଛି ଏଠିକି? ହଁ ମୁଁ ନିଶ୍ଚିତ ଯିବି, ନିଶ୍ଚିତ ଯିବି। ଆଉ ଯଦି ସତ୍ୟ ଭଗବାନ ଆପଣ ଥିବେ ଆପଣ ମୋ ସହିତ ନିଶ୍ଚୟ ଆସିବେ। ହଁ ଆସୁଛି ଆସୁଛି ଆଜ୍ଞା। ଆଉ ସେଇଦିନ ମତେ କାହିଁ ଆଙ୍କ କଥାକୁ ଭରସା ହଉନି। ଆପଣ ମତେ କାଗଜରେ ଲେଖେଇ ଦିଅନ୍ତୁ ତ। ଇଏ ବାପ ପୁଅକୁ ମତେ ଭରସା ହଉ। ଆପଣ ମତେ କାଗଜରେ ଲେଖି ଦିଅନ୍ତୁ। ଆଚ୍ଛା ସବୁ ଉଭୟ ତ ସେମାନେ ତମର ଅଭିଯୋଗ ବାଢିଲେ। ଆଚ୍ଛା ସେ କହୁଛନ୍ତି ସାକ୍ଷୀ ଗୋପାଳଙ୍କୁ ସାକ୍ଷୀ ଦେଖିଛି। ଯଦି ପ୍ରକୃତରେ ଗୋପାଳ ଆସି ଏଠି ସାକ୍ଷୀ ଦେବେ ତାହେଲେ ଉଭୟ ପକ୍ଷ ଏକ କଥାକୁ ମାନିବେ ତ? ମୁଁ ଆଜ୍ଞା ରାଜି ଅଛି। ଯଦି ସେ ଗୋପାଳ ଏଠିକି ଆସିଲା ମୁଁ ମୋ ଭଉଣୀର ହାତ ତା ହାତରେ ଦେବି। ମତେ ଲେଖି ଆପଣ ଏଇଟା ଲେଖି ରଖନ୍ତୁ କାହିଁକି ମୁଁ ନେବିନି। ଆଉ ଯୋଉଦିନ ଗୋପାଳ ଆସି ସାକ୍ଷୀ ଦେବେ ସେଇଦିନ ଏ କାଗଜ ବାହାର କରିବେ। ଆଚ୍ଛା ଏ ଦ୍ୱିପାକ୍ଷିକ କଥା ଶୁଣିବା ପରେ ଆମେ ଏଇ ନିଷ୍ପତ୍ତି ନେଲୁ କି ନିଜେ ଗୋପାଳ ଯେତେବେଳେ ସାକ୍ଷୀ ହୋଇ ଏଠିକି ଆସିବେ ତାପରେ ଆପଣଙ୍କର ଶୁଣାଣି ହବ। ଏଇଠି ସଭା ଭଙ୍ଗ ହେଲା। ଜୟ ଗୋପାଳ, ଜୟ ଗୋପାଳ, ଜୟ ଗୋପାଳ। জীবনে মরণে গতি আর নাই মোর। জীবনে মরণে গতি আর নাই মোর। রাধা কৃষ্ণ প্রাণ মোর যুগল কিশোর। রাধা কৃষ্ণ প্রাণ দিও সব দুজন রতন বেদির সব ଗୋପାଳ 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 ପାଖକୁ ଆସିଛି ଗୋପାଳ। ତମକୁ ମୋ ସହିତ ଯିବାକୁ ପଡିବ ସାକ୍ଷୀ ଦେବା ପାଇଁ। ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦି ଆଦି ଗୋବିନ୍ଦ ସର୍ବ କାରଣ କାରଣ। ଆପଣ ହଉଛନ୍ତି ସର୍ବ କାରଣର କାରଣ। ସବୁକିଛି ଆପଣଙ୍କୁ ଜଣା। ସେଦିନ ଆପଣଙ୍କ ସାମ୍ନାରେ ସାକ୍ଷୀ ରଖି ଭେଙ୍କଟ ଭଟ୍ଟ ମହାଶୟ କହିଥିଲେ ତାଙ୍କ ଝିଅକୁ ଦେବେ ବୋଲି। ଆଉ ଆପଣ ସାକ୍ଷୀ ହୋଇଥିଲେ। ମୁଁ କହିଥିଲି ସେଇଦିନ ବି ମୁଁ କହିଥିଲି ଆପଣଙ୍କୁ ଯିବାକୁ ପଡିବ। ଆଜି ଆଜି ଦେଖନ୍ତୁ ସେ ଦିନ ଆସି ପହଞ୍ଚିଗଲା। ମାନୁ ନାହିଁ ମୋର ସେ ଝିଅକୁ ବାହା ହେବାର ଇଚ୍ଛା ନାହିଁ। ମୋର ଇଚ୍ଛା ଜଣେ ବ୍ରାହ୍ମଣ ହୋଇ ଶ୍ରେଷ୍ଠ ବ୍ରାହ୍ମଣ ଅଥଚ ମିଥ୍ୟା କହୁଛନ୍ତି। ମୁଁ ତ ଜାଣେ ସେ କେବେ ମିଥ୍ୟାବାଦୀ ନୁହନ୍ତି। କିନ୍ତୁ କିନ୍ତୁ ସେଇ ପ୍ରେମରେ ପଡି ସେ ଆଜି ମିଥ୍ୟା କହୁଛନ୍ତି। ତେଣୁ ଏ ମିଥ୍ୟାକୁ ସତ୍ୟରେ ପ୍ରମାଣିତ କରିବା ପାଇଁ ଆପଣଙ୍କୁ ଯିବାକୁ ପଡିବ ଏ ଗୋପାଳ। ଆପଣଙ୍କୁ ଯିବାକୁ ପଡିବ ଗୋପାଳ। ଆପଣ ଯଦି ନ ଯାଆନ୍ତି ଏ ଦରିଦ୍ର ବ୍ରାହ୍ମଣ ମିଥ୍ୟାବାଦୀ ହୋଇଯିବ। ତେଣୁ ଆପଣଙ୍କୁ ଯିବାକୁ ପଡିବ ଗୋପାଳ। ଆପଣଙ୍କୁ ଯିବାକୁ ପଡିବ अरे गोपाल गोपाल गोपाल
ପ୍ରିୟ ବ୍ରାହ୍ମଣ, ତୁମେ ବର୍ତ୍ତମାନ ତୁମ ଘରକୁ ଯାଅ ଏବଂ ସେଠାରେ ସମସ୍ତ ଲୋକଙ୍କ ଦ୍ୱାରା ଏକ ସଭା କର ଏବଂ ମୋତେ ସେଠାରେ ସ୍ମରଣ କର। ମୁଁ ନିଶ୍ଚିତ ଭାବେ ସେଠାରେ ଆବିର୍ଭାବ ହେବି ଏବଂ ସେଠାରେ ତୁମ ଦୁଇ ବିପ୍ରଙ୍କର ସତ୍ୟ ବଚନ ରକ୍ଷା କରିବି। हे गोपाल, यही कथा तो ସେମାନେ ମାନିବେନି। ମୁଁ ଜାଣିଛି ଆପଣ କଥା ଦେଇଥିଲେ ଆପଣଙ୍କୁ ଯିବାକୁ ପଡିବ ମୋ ସହିତ, ଆପଣଙ୍କୁ ଯିବାକୁ ପଡିବ। ଇଏ ଚତୁର୍ଭୁଜ ରୂପରେ ନୁହେଁ, ଚତୁର୍ଭୁଜ ରୂପରେ ନୁହେଁ, ଆପଣ ଏଇ ଗୋପାଳ ରୂପରେ ଯୋଉ ବିଗ୍ରହ ଯୋଉ ମୂର୍ତ୍ତିରେ ଆପଣ ଅଛନ୍ତି, ଆପଣ ଏଇ ଶରୀରରେ ଆପଣଙ୍କୁ ଯିବାକୁ ପଡିବ। ହେଲେ ଏଇ ପ୍ରତିମା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା କଥା ମୁଁ କାହିଁ ଶୁଣିନି। ପ୍ରଭୁ ପ୍ରଭୁ ଆପଣ ମିଥ୍ୟା କଥା କହୁଛନ୍ତି। ଯୋଉ ପ୍ରତିମା କଥା କହିପାରେ ସେ କଣ ମୋ ସହିତ ଯିବନି? ଆପଣ କହିଛନ୍ତି ଅହଂ ଭକ୍ତ ପରାଧୀନ, ତେଣୁ ଆପଣଙ୍କୁ ଯିବାକୁ ପଡିବ ନିଶ୍ଚିତ। ମୁଁ ଜାଣେ ଆପଣ ଯିବେ ମୋ ସହିତ। ଆପଣ କଥା କହିପାରୁଛନ୍ତି, ଆପଣ ମୋ ସହିତ ଯିବେନି ପ୍ରଭୁ? ଠିକ ଅଛି, ତୁମ କଥା ରହିଲା, ମୁଁ ଯିବି କିନ୍ତୁ କିନ୍ତୁ କଣ ପ୍ରଭୁ? କିନ୍ତୁ ତୁମେ ମୋର ଆଗେ ଆଗେ ଯିବ ଆଉ ମୁଁ ତମ ପଛେ ପଛେ ଯିବି। ଠିକ କଥା, ଆପଣ ଠିକ କହୁଛନ୍ତି। ଯଦି ତାହା ହିଁ ହଉ। ଯଦି ଆପଣ ତୁମେ ପଛକୁ ଅନାଇ ମତେ ଦେଖିବାକୁ ଚେଷ୍ଟା ବି କର, ତାହେଲେ ମୁଁ ସେଇଟାରେ ହିଁ ଅଚଳ ଅବସ୍ଥାରେ ରହିଯିବି। ଇଏ କି ସର୍ତ୍ତ ରଖିଲେ ପ୍ରଭୁ? ପଛକୁ ଫେରି ଚାହିଁବିନି, 100 ଦିନ ବାଟ ତମ ମୁଖ ନ ଦେଖି ମୁଁ ଚାଲିବି କେମିତି? ଠିକ ଅଛି, ଯଦି ଆପଣ ମୋ ପଛେ ପଛେ ଆସିବେ ମୁଁ ଚାଲିବି। ଶୁଣ, ଆହୁରି ସର୍ତ୍ତ କୁହନ୍ତୁ। ମୋର ନୁପୁରର ଶବ୍ଦ ଦ୍ୱାରା ତୁମେ ଭଲ ଭାବରେ ଜାଣିପାରିବ ଯେ ମୁଁ ତମ ପଛେ ପଛେ ଆସିଛି। କି କୃପା ପ୍ରଭୁ। ହଁ, ଆଉ ଗୋଟିଏ କଥା, ଆହୁରି ହଁ କୁହନ୍ତୁ। ଆପଣ ଯାହା କହିବେ ମୁଁ ମାନିବି। ପ୍ରତିଦିନ ଗୋଟିଏ ସେରେ ଲେଖାଏଁ ଅନ୍ନ ରାନ୍ଧି ମତେ ତୁମେ ସମର୍ପଣ କରିବ ଏବଂ ତାହାକୁ ମୁଁ ଗ୍ରହଣ କରି ଚାଲିଯିବି ତୁମ ପଛେ ପଛେ। ଜୟ ଗୋପାଳ, ଜୟ ଗୋପାଳ, ଜୟ ଗୋପାଳ, ଜୟ ଗୋପାଳ। ଠିକ ଅଛି ପ୍ରଭୁ, ଠିକ ଅଛି। ଆପଣ ତେବେ ମୋ ପଛେ ପଛେ ଆସନ୍ତୁ, ଆଉ ମୁଁ ଆଗେ ଆଗେ ଚାଲୁଛି ପ୍ରଭୁ, ଆଗେ ଆଗେ ଚାଲୁଛି। ହେ ଗୋପାଳ, ହରେ हरे कृष्ण 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 हरे हरे। सेरा चाउल प्रत्येक दिन दबाकू कहती। ठीक ठीक। प्रभु प्रभु मु आपको सेरे चाउलर अन्न लगे आपण पाई दिंतु प्रभु। पछकु फेरी देखी जो शर्त सही पारनी, किंतु कौन करी कथा तो कही मत रखा पड़ो। प्रभु एवं जीवा आसतु प्रभु। प्रभु
এই তো ବିଦ୍ୟାନଗର ମୁଁ ଆମ ଗାଁ ମୁଣ୍ଡରେ ପହଞ୍ଚିଗଲିଣି। ବିଗତ 100 ଦିନ ହେଲା ତମକୁ ଦର୍ଶନ କରିନି ପ୍ରଭୁ। ତମ ରୂପ ଦେଖିବା ପାଇଁ ଏ ଚକ୍ଷୁ ଆଉ ସମ୍ଭାଳି ପାରୁନି। ମୁଁ ଯଦି ତମକୁ ଦର୍ଶନ କରିଦିଏ ତାହେଲେ ତ କିଛି ଅସୁବିଧା ନାହିଁ। ଆପଣ ଯଦି ଏଇଠି ରହିଯିବେ ତେବେ ବି କିଛି ଅସୁବିଧା ନାହିଁ। ଗାଁ ମୁଣ୍ଡରେ ପହଞ୍ଚିଗଲେଣି ପ୍ରଭୁ। ଯୁଗାୟିତଂ ନିମିଷେଣ ଚକ୍ଷୁଷା ପ୍ରାଭୁ ସହିତଂ ଶୂନ୍ୟାୟିତଂ ଜଗତ ସର୍ବ ଗୋବିନ୍ଦ ବିରଣେ। ପଛେ ପଛେ ଆସୁଛ ସତ, କିନ୍ତୁ ତମର ସେ ରୂପକୁ ନ ଦେଖି ଏ ଦରିଦ୍ର ବାବୁ ରହିପାରୁ। ହେ ଗୋପାଳ ଗୋପାଳ ପ୍ରଭୁ ଏବେ ଯିବା। ଯିବା କିନ୍ତୁ କୁଆଡ଼େ? ଆଜ୍ଞା ଯିବାନି ମୋ ସହିତ? ମୁଁ ତୁମକୁ କଣ କହିଥିଲି ତୁମେ ବୋଧେ ଭୁଲି ଯାଉଛ। ତୁମେ ମୋ ସର୍ତ୍ତ ଲଙ୍ଘ କରିଛ। ମୁଁ ଆଉ ଏଠାରୁ କୁଆଡ଼େ ଯିବି ନାହିଁ। ମୁଁ ଏଇଠି ରହିବି। ଆପଣଙ୍କର ସେ ରୂପ ଲାବଣ୍ୟକୁ ନ ଦେଖି ରହିପାରିଲିନି। ଭାବିଦେଲି ଆପଣ ପହଞ୍ଚିଗଲେଣି, ତେଣୁ ପ୍ରତି ମୁହୂର୍ତ୍ତରେ ଗୋଟିଏ ନିମିଷ ମତେ ଗୋଟେ ଯୋଗ ସମ ଲାଗୁଥିଲା ପ୍ରଭୁ। ତେଣୁ ଏ ଯୋଉ ଅପରୂପ ସୁନ୍ଦର ରୂପ ମୁଁ ତାକୁ ନ ଦେଖି ରହିପାରିଲିନି। ଠିକ ଅଛି ଯଦି ଆପଣ ରହିବେ ମୁଁ ତାହେଲେ କଣ କରିବି? ଶୁଣ ବିପ୍ର, ଆଜ୍ଞା ମୁଁ ଏଠାରେ ଅଛି। ତୁମେ ଯାଅ ତୁମ ଗ୍ରାମବାସୀମାନଙ୍କୁ ଏଇଠିକୁ ଡାକି ଆଣ। ମୁଁ ତାଙ୍କୁ ସାକ୍ଷୀ ଦେବି ଆଉ ତୁମର ସତ୍ୟ ବଚନକୁ ରକ୍ଷା ମଧ୍ୟ କରିବି। ହରି ବୋଲ ଜୟ ଗୋପାଳ ଜୟ ଗୋପାଳ। ଠିକ ଅଛି, ଆପଣ ଏଇଠି ଥାନ୍ତୁ। ମୁଁ ସେମାନଙ୍କୁ ନେଇ ଆସୁଛି। ସେମାନଙ୍କୁ ବିଗ୍ରହରେ ବିଶ୍ୱାସ ନାହିଁ। ଦେଖ ସ୍ୱୟଂ ସାକ୍ଷାତ ବ୍ରହ୍ମ ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବ କାରଣ। ମୁଁ ଯାଉଛି। ମୋ ଗୋପାଳକୁ ତାଙ୍କୁ ନେଇ ଆସୁଛି। ଗୋପାଳ ଚାଲ ଗୋପାଳ ଆସୁଛନ୍ତି। ଗୋପାଳ ଏଇ ଦେଖ ସାକ୍ଷାତ ଗୋପାଳ ବୃନ୍ଦାବନରୁ ମୋ ସହିତ ଆସିଛନ୍ତି ସାକ୍ଷୀ ଦେବା ପାଇଁ। ଗୋପାଳ ଆସୁଛନ୍ତି। ପ୍ରଣାମ କରନ୍ତୁ, ପ୍ରଣାମ। ଆରେ ଧନୀ ବିପ୍ର ମାନୁ ନଥିଲୁ ନା? ଭଗବାନ ହଉଛନ୍ତି ଦୀନ ବନ୍ଧୁ, ଦରିଦ୍ରର ବନ୍ଧୁ। ଆଉ ଯଦି ହୃଦୟ ସହକାରେ ଭଗବାନଙ୍କୁ ଇଏ ଗରିବ ଡାକେ ତାହେଲେ ଭଗବାନ ପ୍ରଥମେ ତାକୁ ହିଁ କୃପା କରିଥାନ୍ତି। ଭଗବାନ ମୁଁ ସର୍ବସ୍ୱ ଛଡେଇ ନିଏ, ସିଏ ମତେ ନିଜର କରିନିଏ। ଆଉ ଯିଏ ଭଗବାନ ଯାହାଙ୍କର ହେଇପାରିଲା ଆଉ ଭଗବାନଙ୍କର ଯିଏ ହେଇପାରିଲା ତାଠୁ ବଳି କଣ ଅଛି ଏ ସଂସାରରେ? ଭଗବାନ ଗୀତାରେ କହିଛନ୍ତି ଅହଂ ସର୍ବସ୍ୱ ପ୍ରଭୁ, ମୁଁ ସମସ୍ତଙ୍କର ପ୍ରଭୁ। ଅନ୍ତକାଳ ଚ ମାମେବ ସ୍ମରଣ ମୁକ୍ତ କଳେବରମ୍ जो प्रयाति समद्भाव जाति नास्त्यत्र संशय करणी सन्देह करणी मृत्यु समय जे मोर नाम नब से मो धाम प्राप्ति हो। आउ ताको कथा को रखी गोपाल निजे आछंती साक्षी देवा पाए। जय गोपाल हे सरपंच हे ग्रामवासी वृंद आउ आपण मानकर किछि संदेह माधव मु अत्यंत लज्जित आ खुशी मध्य तुमर भाव भक्तिर पराकाष्ठारे आज ये विद्यानगरी रे गोपाल विद्यमान मो पाई नुहे आज्ञा समस्त बोलो जय गोपाल जय गोपाल जय गोपाल जय गोपाल जय गोपाल जय गोपाल सुमत जा गोपालंकर शरण वर्तमान से साक्ष्य प्रमाण देचंती आउ तुमे करिଥିବା शपथ आपण कन्या को तांकर हाथ रे समर्पण करो। ए
ସାକ୍ଷୀ ଗୋପାଳ କହିଲେ ସାକ୍ଷୀ ଗୋପାଳ ଜୟ ସାକ୍ଷୀ ଗୋପାଳ जय साथी गोपाल भगवान की ଜୟ जय साथी गोपाल भगवान की अरे सुरुच अरे गोपाल आशीष में झील को नहीं आस गोपाल सम्मुखें मुझे शपथ करी मोर कन्यादान करी बोली हे गोपाल तुम्हारी आशीर्वाद तुम्हारी करुणा कहानी संभव हो पाऊँ कहानी संभव हो पाऊँ हे गोपाल हे गोपाल हे गोपाल ଜୟ ଗୋପାଳ जय गोपाल ଜୟ ଗୋପାଳ সেই সাথী গোপাল দুর্গা আগরিল যদি জানিଥିଲେ পুরুষোত্তম দেব যেতে কাঞ্চি অভিযান ভর করে ହେ ପ୍ରଭୁ ଆପଣ କିଛି କୁହନ୍ତୁ ପ୍ରଭୁ ଆପଣ ତ ମୋ ସହିତ କଥାବାର୍ତ୍ତା କଲେ ଆଉ ଏ ବଡ଼ ବିପ୍ର ତାଙ୍କୁ କ୍ଷମା କରିଦିଅନ୍ତୁ ବାସ୍ତବିକ ତାଙ୍କ ହୃଦୟ ବହୁତ ଖୋଲା କିନ୍ତୁ ସେ ପରିବାର ବର୍ଗଙ୍କର କଥାରେ ପଡ଼ି ମିଛ କହୁଥିଲେ ପ୍ରଭୁ ତାଙ୍କୁ କିଛି ଆଶୀର୍ବାଦ କର ବଡ଼ ସାନ ବିପ୍ର ତୁମେ ଦୁହେଁ ଜନ୍ମ ଜନ୍ମ ପାଇଁ ମୋର ଶାଶ୍ୱତ ହୋଇ ରହିବ ବଡ଼ ବିପ୍ର ତୁମକୁ ମୁଁ କ୍ଷମା ଦେବି ମୁଁ ତମ ଭକ୍ତରେ ଅତ୍ୟନ୍ତ ଆନନ୍ଦିତ জয় গোপাল ବର୍ତ୍ତମାନ ତମେ ଦୁଇ ଜଣ ମତେ କଣ ମାଗ ମାଗ ବର କଣ ମାଗିବ ପ୍ରଭୁ ଆମେ ଏତିକି ଆପଣଙ୍କୁ ବର ମାଗୁଛୁ ଆପଣ ଆଉ ଏଠୁ ଛାଡ଼ି ଯିବେନି ଏଇ ବିଦ୍ୟାନଗରୀର ଆପଣ ରହିବେ କାହିଁକିନା ଆପଣ ସର୍ବତ୍ର ବ୍ୟାପ୍ତ ବୃନ୍ଦାବନରେ ଆପଣଙ୍କର ଅନେକ ବିଗ୍ରହ ଅଛି କିନ୍ତୁ ହେ ଗୋପାଳ ଆପଣ ଆଜିଠାରୁ ଏଇଠାରେ ରହି ଆମମାନଙ୍କୁ କୃପା ପ୍ରଦାନ କରନ୍ତୁ ଠିକ ଅଛି ତୁମ କଥା ମୁଁ ସ୍ୱୀକାର କରୁଛି ଆଜିଠାରୁ ମୁଁ ସମସ୍ତଙ୍କ ପାଖରେ ଜଣାଯିବି ସାକ୍ଷୀ ଗୋପାଳ জয় সাথী ଜୟ ସାକ୍ଷୀ ଗୋପାଳ କି ଜୟ ସାକ୍ଷୀ ଗୋପାଳ କି সাক্ষী গোপাল বিদ্যানগর को आसला परे যেতবেলে পুরুষোত্তম দেব কাঞ্চি অভিযান কলে তাপরে সে পুরী को আনিଥିଲେ এবং এবে আমি দেখুছে সাক্ষী গোপাল স্থান जो सत्यवादी সেটিକୁ তৎপশ্চাৎ সে স্থানান্তরিত କରିଥିଲେ ଯୋଉଠି ଆମେ ସବୁଠି ବିଗ୍ରହଙ୍କର କୋଉଠି ଛୋଟିଆ କୋଉଠି ଅଳ୍ପ ମାତ୍ରାରେ ତାଙ୍କର ଦେଖୁଛୁ ହାଇଟ୍ରେ କିନ୍ତୁ ଆମେ ସାକ୍ଷୀ ଉପରେ ଦେଖିବା ତାଙ୍କର ଲାଇଫ୍ ସାଇଜ୍ ଅର୍ଚ୍ଚ ବିଗ୍ରହ ତେଣୁ ସେ ଅତି ଦୟାମୟ ଏବଂ ଭାବଗ୍ରାହୀ ତେଣୁ ସମସ୍ତେ ଉଚ୍ଚସ୍ୱରରେ କହିବା ମୋର ଭୁରି ଭୁରି କୃତଜ୍ଞତା ଏବଂ ଖାସ କରି ଗୀତାନନ୍ଦ ପ୍ରଭୁ ଏବଂ ଲକ୍ଷ୍ମୀଧର ପ୍ରଭୁ ତାହାଙ୍କ ନିର୍ଦ୍ଦେଶନାରେ ଏ ଡ୍ରାମାଟି ହେଲା ଦୁଇଟା ଏକ ଡ୍ରାମା ହେଲା ବା ଆଗକୁ ଗୋପାଳ ଧାମରେ ଯେତେ ଡ୍ରାମା ହବ ଏଇମାନଙ୍କର ଅଧ୍ୟକ୍ଷତାରେ ହବ ତେଣୁ ଆପଣମାନେ ଏମାନଙ୍କୁ ଚିହ୍ନି ରଖନ୍ତୁ ଧରି ରଖନ୍ତୁ ଏବଂ ବାର ବାର ଡାକନ୍ତୁ ଏ ମଞ୍ଚକୁ ବହୁତ ବହୁତ ଧନ୍ୟବାଦ ପ୍ରଭୁଜୀ ମାତାଜୀ थैंक यू।